ଯୁବତୀ ମାଡ଼ ମାରୁଥିଲେ ମଦ ପିଇ ତାଙ୍କ ଉପରେ ମଦ ବୋତଲ ଫୋପାଡୁଥିଲେ ଏହା ସହିତ ଉଠବସ ମଧ୍ୟ କରାଉଥିଲେ ଅଭିନେତ୍ରୀ ରିୟା ଦେଙ୍କ ସ୍ୱାମୀ। ହଁ ଦର୍ଶକ ବନ୍ଧୁ, ଏହିପରି କିଛି ସଙ୍ଗୀନ ଅଭିଯୋଗ ଆସିଛି ଅଭିନେତ୍ରୀ ରିୟା ଦେ ଏବଂ ତାଙ୍କ ସ୍ୱାମୀଙ୍କ ନାଁରେ। ଆଉ ଯେଉଁ ଅଭିଯୋଗଟି ଆଣିଛନ୍ତି ସେ ହେଉଛନ୍ତି ବର୍ଷା ବେହେରା। ଏଠି ଆପଣମାନେ ସ୍କ୍ରିନ୍ ଜରିଆରେ ତାଙ୍କୁ ଦେଖିବା ପାଇଁ ପାଇଯାଉଥିବେ। ତାଙ୍କର ଅଭିଯୋଗ ଅନୁଯାୟୀ ସେ କହିଛନ୍ତି ସେ ତାଙ୍କ ଘରେ ରହୁଥିଲେ ଦୀର୍ଘ 1.5 ବର୍ଷ ଧରି। ସେ ପ୍ରଥମ ଥର ମାତ୍ର 10,000 ଟଙ୍କା ସେ ତାଙ୍କ ସାଲାରୀ ପାଇଥିଲେ। ଆଉ ଏହାପରେ ସେ କୌଣସି ସାଲାରୀ ପାଇନଥିଲେ। ଆଉ ଏହା ସହିତ ତାଙ୍କ ଘରେ ରହୁଥିଲେ। ସେ ଯୁବତୀ ଜଣକ ତାଙ୍କୁ କହିଥିଲେ ଯେ ମୋତେ ତୁମେ ସାଲାରୀ ସେତେବେଳେ ଦେବ ଯେତେବେଳେ ମୁଁ ଘର ଛାଡ଼ିକି ଯିବି, ଏକା ସାଙ୍ଗରେ ମୋତେ ସବୁ ପଇସା ଦେଇଦେବ ବୋଲି। କିନ୍ତୁ ଯେତେବେଳେ ସେ ଘର ଛାଡ଼ିବା ପାଇଁ ବାହାରିଲେ, ଯେତେବେଳେ ସେ ତାଙ୍କୁ କାମ ଛାଡ଼ିବା ବାହାରିଲେ, ସେତେବେଳେ ତାଙ୍କୁ ସେ କୌଣସି ଦେଇନଥିଲେ, ତାଙ୍କ ସାଲାରୀ ଦେଇନଥିଲେ, କୌଣସି ପଇସା ତାଙ୍କୁ ଫେରାଇ ନଥିଲେ। ଏହା ସହିତ ତାଙ୍କ ଉପରେ ଅତ୍ୟାଚାର ମଧ୍ୟ କରୁଥିବାର ତାଙ୍କର ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଏହି ଯୁବତୀ ଜଣକ ବର୍ଷା ବେହେରା। ଆଉ ଏହା ସହିତ ଫସି ଯାଇଛନ୍ତି ଅଭିନେତ୍ରୀ ରିୟା ଦେ ଏବଂ ତାଙ୍କ ସ୍ୱାମୀ। ବର୍ତ୍ତମାନ ସମୟରେ ଚନ୍ଦ୍ରଶେଖରପୁର ଥାନାରେ ତାଙ୍କର ଏଫଆଇଆର ଦାଖିଲ ହୋଇଯାଇଛି। ଆଉ ଏହା ସହିତ ଯୁବତୀ ଜଣକ ତାଙ୍କ ଘରୁ ପଳାଇ ଆସିଥିବାର ମଧ୍ୟ ସୂଚନା ମିଳିଛି। ପଳାଇ ଆସି ତାଙ୍କ ନାଁରେ ଏଫଆଇଆର ମଧ୍ୟ ଦେଇଛନ୍ତି। ତେବେ ବର୍ତ୍ତମାନ ସମୟରେ ଏ ଯେଉଁ କେସ୍ଟି ରହିଛି କେଉଁ ଆଡ଼କୁ ମୋଡ଼ ନେବ, ଆଉ ଏହା ସହିତ ଅଭିନେତ୍ରୀ ରିୟା ଦେ ଏବଂ ତାଙ୍କ ସ୍ୱାମୀ କ'ଣ କରିବେ, ବର୍ତ୍ତମାନ ସମୟରେ ଏ ଯେଉଁ ରହିଛି ବିବାଦଟିକୁ ସେ କିପରି ଭାବରେ ମ୍ୟାନେଜ୍ କରିବେ, ନିଶ୍ଚିତ ଭାବରେ ଆଗକୁ ଜାଣିବାକୁ ରହିବ। ତେବେ ଦର୍ଶକ ଆପଣମାନଙ୍କୁ କ'ଣ ଲାଗୁଛି, କିପରି ଭାବରେ এই କେସ୍ଟିକୁ ହ୍ୟାଣ୍ଡେଲ୍ କରାଯିବ, ନିଶ୍ଚିତ ଭାବରେ ଆମକୁ କମେଣ୍ଟ କରି ଜଣାଇବେ। ଆଉ ଏହା ସହିତ ଆପଣଙ୍କୁ ଯଦି এই ଭିଡ଼ିଓଟି ଭଲ ଲାଗିଲା ଭିଡ଼ିଓରେ ଗୋଟେ ଲାଇକ୍ କରିଦିଅନ୍ତୁ ଏବଂ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଆସିଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିବାଟା ବିଲକୁଲ ଭୁଲିବେନି। ଏହିପରି ଓଡ଼ିଆ ସମ୍ବନ୍ଧ, ଓଡ଼ିଆ ଚଳଚ୍ଚିତ୍ର ଦୁନିଆ ସମ୍ବନ୍ଧ ଟିକିନି ଖବର ସବୁଠୁ ପ୍ରଥମେ ଦେଖିବା ପାଇଁ।